श्रीमा श्री अरविंद एही श्री अरविंद पाठचक्र ऑनलाइन माध्यम रे योगदान करिथिबा भाई बापा मान को नमस्कार। आजिर आलोच्य विषय माँ दुर्गांकर आविर्भाव। माँ दुर्गांकर आविर्भाव प्रसंग रे आलोचना करबा निमंते बरगढ़ चित्त भाई चित्तरंजन साहू को अनुरोध करुछि। चित्त भाई तांकर वक्तव्य प्रदान करंतु। श्रीमाता शरणं मम श्री अरविंद शरणं मम। आज ऑनलाइन श्री अरविंद पाठचक्र रे योगदान करथिबा समस्त मातृप्रेमी अपा भाई को मोर सादर सप्रेम नमस्कार। आज पवित्र अवसर रे समस्त को पुनर्बार स्वागत एवं अभिनंदन जनाउछि। मां पाखरे विनम्र कृतज्ञता निवेदन पूर्वक आज आलोच्य प्रसंग भीतर को प्रवेश करिबा। आज पवित्र महाअष्टमी आश्विन नवरात्र क्रम रे माँ दुर्गांकर पूजनोत्सव समग्र विश्व रे विशेष करी भारत वर्षर कोण अनुकोण रे पालित होछि। एवं आज दिवस रे जो प्रसंगटी आलोचना पे रखा जाइछि ता निश्चित भावे अत्यंत प्रासंगिक एवं तात्पर्यपूर्ण। आज नवरात्र पूजा क्रम रे अष्टमी तिथि रे आज मांकर महागौरी रूप एवं ये नवरात्र दुर्गा पूजा अंते पवित्र दशमी तिथि रे आमे समस्त जानू ए दिन प्रभु श्री रामचंद्र माँ दुर्गा को आराधना करी राक्षसराज दशानन रावण उपरे विजय हासिल करिवार सौभाग्य लाभ करथिले। माँ दुर्गा कृपारु से महान कार्य रे सफल होइथिबारु ए दिनटी को विजया दशमी बोली कहा जाए। विजया दशमी होची असुर शक्ति उपरे दिव्य शक्तिर विजयर प्रतीक। सेहीपरि महिषासुर मर्दिनी रूप जो माँ दुर्गांकर जो रूप रे जो अवस्था रे देवी कामवासनार प्रतीक महिषासुर को निपात करिसंती तांकर से रूपटी प्रकृत रे आम समस्तंकर चेतना रे संगुप्त काम रूपक राक्षस महिषासुर ता उपरे विजय हासिल प्रतीक एवं आमर ए पौराणिक किंवदंती यही सत्यर प्रतिपादन करे जे कामासुर रूप उपरे विजय हासिल करिया पई कौनसी व्यक्तिगत तपस्या कौनसी साधना कौनसी शक्ति यथेष्ट है। या उपरे एकमात्र विजय हासिल करि पारिबे मातृशक्ति एवं सेटा होची माँ दुर्गांकर शक्ति। कामना उपरे विजय जहाँकि योग जीवन गोटे अनिवार्य पदक्षेप जहाँ नहेले योग साधना टिके भी आगू बढ़ी पारिब नहीं।
ଏହା ସମ୍ଭବ ହେଇପାରେ କେବଳ ମାତୃଶକ୍ତିଙ୍କର କୃପା ଦ୍ୱାରା ଏବଂ ସମଗ୍ର ଜଗତ ବିଶ୍ୱବ୍ରହ୍ମାଣ୍ଡ ତ୍ରିଭୁବନ ଯେତେବେଳେ ମହିଷାସୁର ଅତ୍ୟାଚାରରେ ପ୍ରପୀଡ଼ିତ ହେଉଥିଲା ସେତେବେଳେ ସମସ୍ତଙ୍କ ତରଫରୁ ମାନବ କେବଳ ନୁହନ୍ତି ଦେବତାଗଣ ଯକ୍ଷ ରାକ୍ଷସ ଗନ୍ଧର୍ବ କିନ୍ନର ସମସ୍ତ ଲୋକ ଯେତେବେଳେ ମହିଷାସୁର ଅତ୍ୟାଚାର ଅତିଷ୍ଠ ହେଉଥିଲେ ସେତେବେଳେ ସମସ୍ତଙ୍କ ତରଫରୁ ଏକ ଆକୁଳ ପ୍ରାର୍ଥନା ନିବେଦିତ ହେଲା ଯାହା ଫଳରେ ହେଲା ମା ଦୁର୍ଗାଙ୍କର ଆବିର୍ଭାବ। ପ୍ରକୃତରେ ଏହି ସମସ୍ତ କିମ୍ବଦନ୍ତୀ ଆମର ପୁରାଣ କାହାଣୀ ମାଳରେ ଯାହା ଲିପିବଦ୍ଧ ହେଇଛି ଏସବୁ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ବହନ କରନ୍ତି। ଏ ସମସ୍ତେ ଗୋଟେ ଗୋଟେ ପ୍ରତୀକ। ମହିଷାସୁର ହଉଛି କାମନାର ପ୍ରତୀକ, କାମ ବାସନାର ପ୍ରତୀକ, ଯାହାର ଶକ୍ତି ଏତେ ପ୍ରବଳ ଯାହା ନିକଟରେ ସମସ୍ତେ ପରାଜିତ, ତେଣୁ ସମଗ୍ର ଜଗତ ତାର ବଶୀଭୂତ। ମଣିଷ କଣ, ଦେବତା କଣ, ଯକ୍ଷ ଗନ୍ଧର୍ବ କିନ୍ନର ସମସ୍ତ ଲୋକ କାମନାର ଅଧୀନ ହେଇକି ରହିଥାନ୍ତି। ଦେବତାଗଣ ମାନେ ମଧ୍ୟ ସେମାନେ ଯୋଉ ଚିର ଜୀବନ ଏବଂ ଯୌବନ ଅନୁଭବ କରୁଛନ୍ତି, ସୁଖ ଭୋଗ କରୁଛନ୍ତି, ସେତିକିରେ ମଧ୍ୟ ସେମାନେ ସନ୍ତୁଷ୍ଟ ନୁହନ୍ତି। ମଣିଷ ତ ସ୍ୱାଭାବିକ ଭାବରେ କାମନାର କବଳିତ। ତପସ୍ୱର ଚେତନା ଭିତରେ ମଧ୍ୟ କାମନାର ସଂଗୁପ୍ତ ସ୍ୱରଟିଏ ଲୁଚି ରହିଥାଏ। କାମନାକୁ ଅବଦମିତ କରାଯାଇପାରେ କିଛି କାଳ ପାଇଁ, କିନ୍ତୁ ତାକୁ ତା ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିବା କିମ୍ବା ତାକୁ ରୂପାନ୍ତରିତ କରିଦେବା ଏଇଟା କୌଣସି ଜୀବ ପକ୍ଷରେ, ପାର୍ଥିବ ଚେତନା ପକ୍ଷରେ ସମ୍ଭବ ନୁହେଁ। ଏପରିକି ଦେବତାମାନଙ୍କ ପକ୍ଷରେ ମଧ୍ୟ ସମ୍ଭବ ନୁହେଁ। ଦିବ୍ୟ ଶକ୍ତି ମଧ୍ୟ ଏଥିରେ ବିଫଳ ହେଇଯାଉଛି। ତେଣୁ ଯେତେବେଳେ ସମଗ୍ର ବିଶ୍ୱର ଚେତନା ଅସହାୟ, କାମନା ଏଭଳି ଗୋଟେ ବିଶ୍ୱଗତ ଶକ୍ତି ଯାହା ପାଖରେ ସମଗ୍ର ସୃଷ୍ଟି ଅସହାୟ, ସେତେବେଳେ ସମସ୍ତଙ୍କ ଅନ୍ତର୍ଚେତନାରୁ ଗୋଟେ ଆକୁଳ ସ୍ୱର, ଗୋଟେ ବ୍ୟାକୁଳ ପ୍ରାର୍ଥନା ଉତ୍ସାହିତ ହେଉଛି କାହା ପ୍ରତି? ନା ବିଶ୍ୱଜନନୀଙ୍କ ପ୍ରତି। ଏବଂ ସେ ସାମୂହିକ ଆସ୍ପୃହାର ଯେଉଁ ରିଜଲ୍ଟେଣ୍ଟ, ଯେଉଁ ପରିଣାମୀ ଶକ୍ତି, ସେଟା ଯେତେବେଳେ ଗୋଟେ ପୁଞ୍ଜୀଭୂତ ରୂପ ଗ୍ରହଣ କରୁଛି, ସିଏ ହେଉଛନ୍ତି ମା ଦୁର୍ଗା। ନିଶ୍ଚିତ ଭାବେ ସିଏ ହେଉଛନ୍ତି ବିଶ୍ୱଜନନୀଙ୍କର ଏକ ରୂପ। ସମଗ୍ର ସୃଷ୍ଟିକୁ ଯେ ରକ୍ଷା କରୁଛନ୍ତି, ପରିଚାଳନା କରୁଛନ୍ତି, ସମଗ୍ର ସୃଷ୍ଟି ଯାହାଙ୍କର କ୍ରୋଡ଼ରେ ଏକ ଶିଶୁ ଭଳି କ୍ରୀଡ଼ାରତ, ସମଗ୍ର ସୃଷ୍ଟିକୁ ଯେ ଧାରଣ କରିଛନ୍ତି, ତା ଭିତରେ ଜୀବନ ସଞ୍ଚାର କରୁଛନ୍ତି, ତାର ପ୍ରତିପୋଷଣ କରୁଛନ୍ତି ଏବଂ ତାକୁ ସୁରକ୍ଷା ପ୍ରଦାନ କରି ବିବର୍ତ୍ତନ ଧାରାରେ ଆଗେଇ ନେଉଛନ୍ତି, ସେ ହେଉଛନ୍ତି ବିଶ୍ୱଜନନୀ, ୟୁନିଭର୍ସାଲ ମଦର।
ଏବଂ ମାଙ୍କର ଯେଉଁ ଦୁର୍ଗା ରୂପ ଶ୍ରୀଅରବିନ୍ଦ କହୁଛନ୍ତି ସେଟା ହଉଛି ଦି କଙ୍କରିଂ and protecting aspect of the universal mother. ବିଶ୍ୱଜନୀଙ୍କର ବିଜୟ ହାସଲକାରୀ ଏବଂ ସୁରକ୍ଷା ପ୍ରଦାନକାରୀ ଶକ୍ତି, ଅର୍ଥାତ୍ ଅଦିବ୍ୟ ଶକ୍ତି ଉପରେ ଦିବ୍ୟ ଶକ୍ତିର ବିଜୟର ପ୍ରତୀକ ଏବଂ ସମଗ୍ର ସୃଷ୍ଟିକୁ ସୁରକ୍ଷାର କବଚରେ ଆବୃତ କରି ରଖିବାର ଯେଉଁ ଶକ୍ତି ମାଙ୍କର, ତାର ପ୍ରତୀକ ହେଉଛନ୍ତି ମା ଦୁର୍ଗା। ତେଣୁ ମା ଦୁର୍ଗାଙ୍କର ଆଗମନର ଦୁଇଟି ମୁଖ୍ୟ କାରଣ, ତାଙ୍କର ଆବିର୍ଭାବର ଦୁଇଟି ମୁଖ୍ୟ କାରଣ ପ୍ରଭୁ ଏଠି ଉଲ୍ଲେଖ କଲେ। ଅସୁର ଶକ୍ତି ଉପରେ ବା ଅପଶକ୍ତି ମାନଙ୍କ ଉପରେ, ଯେଉଁ ଶକ୍ତିମାନେ ବିବର୍ତ୍ତନର ପ୍ରତିରୋଧ କରନ୍ତି, ସେ ଶକ୍ତିମାନଙ୍କ ଉପରେ ବିଜୟ ହାସଲ କରିବା ଏବଂ ସେ ଆସୁରିକ ଶକ୍ତି କବଳରୁ ସମଗ୍ର ସୃଷ୍ଟିକୁ କବଚାବୃତ କରି ରଖିବା, ସୁରକ୍ଷା ପ୍ରଦାନ କରିବା, ଏଇ ଦୁଇଟି ହେଉଛି ମା ଦୁର୍ଗାଙ୍କର ମୁଖ୍ୟ କାର୍ଯ୍ୟ। ଏବଂ ମା ଦୁର୍ଗା ହେଉଛନ୍ତି ବିଶ୍ୱଜନନୀଙ୍କର ଏକ ଆସ୍ପେକ୍ଟ ବା ଗୋଟେ ରୂପ, ଗୋଟେ ପ୍ରକାଶ। ଯେତେବେଳେ ମା ଦୁର୍ଗାଙ୍କୁ ଆମେ ସ୍ମରଣ କରୁ, ତାଙ୍କର ନାମ ଉଚ୍ଚାରଣ ମାତ୍ରକେ ଆମର ଚେତନା ସମ୍ମୁଖରେ ଆବିର୍ଭୂତ ହୁଏ ମାଙ୍କର ସେଇ ରୂପ ଯିଏକି ସିଂହ ବାହିନୀ, ଦଶ ପ୍ରହରଣ ଧାରିଣୀ। ତେଣୁ ସେ ହେଉଛନ୍ତି ସର୍ବଶକ୍ତି ଦାୟିନୀ। ତେଣୁ ଏଇ ଯୋଉ ସିଂହବାହିନୀ ରୂପ ମାଙ୍କର, ମା ଦୁର୍ଗା କାହିଁକି ସିଂହ ଉପରେ ବିରାଜିତା, ତାର ତାତ୍ପର୍ଯ୍ୟ ପ୍ରଭୁ କହୁଛନ୍ତି। ମା ଦୁର୍ଗା ହେଉଛନ୍ତି ସିମ୍ବଲ ଅଫ ଡିଭାଇନ କନସିୟସନେସ୍, ଦିବ୍ୟ ଚେତନାର ପ୍ରତୀକ ହେଉଛନ୍ତି ମା ଦୁର୍ଗା। ଉଚ୍ଚତର ଚେତନା ଯେମିତି ଅତିମାନସ ମହାଶକ୍ତି, ଏବଂ ସିଂହ ହେଉଛି ଫିଜିକାଲ ଭାଇଟାଲ ଫୋର୍ସ, ଯାହାକି ଡିଭାଇନାଇଜ୍ଡ, ଦିବ୍ୟୀକୃତ ଶାରୀରିକ ପ୍ରାଣିକ ଶକ୍ତି, ଅର୍ଥାତ୍ ଶାରୀରିକ ପ୍ରାଣିକ ଶକ୍ତି ଯାହାକି ଦିବ୍ୟ ଚେତନା ରୂପାନ୍ତରିତ। ତା ଭିତରେ ଆଉ କୌଣସି ମଳିନତା ନାହିଁ, କୌଣସି ଅସ୍ୱଚ୍ଛତା ନାହିଁ। ଦିବ୍ୟ ଚେତନାର ଆଲୋକରେ ଆଲୋକିତ ଅନ୍ନମୟ ଏବଂ ପ୍ରାଣମୟ ଶକ୍ତି, ତାର ପ୍ରତୀକ ହେଉଛି ସିଂହ, ପଶୁରାଜ ସିଂହ। ତା ଭିତରେ ସାଧାରଣ ପଶୁ ଭଳି ପାଶବିକତା ନାହିଁ, ତା ଭିତରେ ବାସନା ନାହିଁ, କାମନା ନାହିଁ, କେବଳ ଅଛି ଦିବ୍ୟ ଶକ୍ତି, ଯାହାକି ମାଙ୍କର କାର୍ଯ୍ୟ କରିବା ପାଇଁ ସଦା ତତ୍ପର। ସେଇ ରୂପାନ୍ତରିତ ଶାରୀରିକ ପ୍ରାଣିକ ଶକ୍ତି ମଧ୍ୟ ଦେଇ କାର୍ଯ୍ୟ କରୁଛି ଦିବ୍ୟ ଚେତନା। ତାର ପ୍ରତୀକ ହେଉଛନ୍ତି ମା ଦୁର୍ଗା, ଯିଏକି ସିଂହବାହିନୀ। ମାଙ୍କର ସେ ସିଂହବାହିନୀ ରୂପଟା ହେଉଛି ତାର ପ୍ରତୀକ। ପ୍ରଭୁଙ୍କର ଭାଷାରେ ଲାୟନ, କ୍ଷମା କରିବେ, Durga riding on the lion is the symbol of divine consciousness, acting through a divinized physical vital and vital material force. सिंह पर आरूढ़ा देवी दुर्गा
ସେ ହେଉଛି ଦିବ୍ୟ ଚେତନା, ଯିଏକି ଏକ ଦିବ୍ୟ ଆଲୋକରେ ରୂପାନ୍ତରିତ ବା ଆଲୋକିତ ଶାରୀରିକ ପ୍ରାଣିକ ଶକ୍ତି ଏବଂ ପ୍ରାଣିକ ଜଡଗତ ଶକ୍ତି। ସିଂହ ହେଉଛି ତାର ପ୍ରତୀକ। ତାର ମନଚେତନା ନାହିଁ, ପଶୁଠାରେ ମନଚେତନା ବିକଶିତ ହେଇନାହିଁ। ଅଛି ଗୋଟେ ସୁଦୃଢ ଶରୀର ଏବଂ ଗୋଟେ ବିପୁଳ ପ୍ରାଣ ଶକ୍ତି, ଗୋଟେ ଅଦମ୍ୟ ପ୍ରାଣ ଶକ୍ତି ଗୋଟେ ସୁଦୃଢ ଶରୀର ମଧ୍ୟ ଦେଇ କାର୍ଯ୍ୟ କରୁଛି। ସେଟା ଯେତେବେଳେ ଦିବ୍ୟ ତତ୍ତ୍ୱ ରୂପାନ୍ତରିତ ହେଇଯାଉଛି, ସେ ଦିବ୍ୟ ଚେତନାକୁ ଧାରଣ କରିବା ପାଇଁ ବା ନିଜ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ହେଇଯାଉଛି। କାରଣ ଦିବ୍ୟ ଚେତନା କାର୍ଯ୍ୟ କରିବା ପାଇଁ କିଛି ମାଧ୍ୟମ ଦରକାର ନା। ଖାଲିଟାରେ ଦିବ୍ୟ ଚେତନା କେମିତି କାର୍ଯ୍ୟ କରିବ? ଶୂନ୍ୟରେ କାର୍ଯ୍ୟ କରିବ ନାହିଁ। ଅନ୍ନମୟ ଆଧାର ଦରକାର ଏବଂ ପ୍ରାଣ ଶକ୍ତି ଦରକାର। ସେ ପ୍ରାଣ ଶକ୍ତି ଏବଂ ଅନ୍ନମୟ କୋଷ ଗୁଡିକ ଯେତେବେଳେ ଦିବ୍ୟ ଆଲୋକରେ ଆଲୋକିତ ହେବେ ବା ଦିବ୍ୟ ତତ୍ତ୍ୱରେ ରୂପାନ୍ତରିତ ହେଇଯିବେ, ସେତେବେଳେ ମାଙ୍କର ସେ ଅତିମାନ ମହାଶକ୍ତି ତା ଭିତରେ କାର୍ଯ୍ୟ କରିବ ଏବଂ ତା ଦ୍ୱାରା ହିଁ ଭଗବାନଙ୍କର ଏ ସୃଷ୍ଟିର ଉଦ୍ଦେଶ୍ୟ ପୂର୍ଣ୍ଣ ହେବ। ଭଗବାନଙ୍କର ଯୋଗ୍ୟ ଆଧାର ହେଇପାରିବ, ଭଗବାନଙ୍କର କାର୍ଯ୍ୟର ଯୋଗ୍ୟ ଯନ୍ତ୍ର ବା ଆଧାର ହେଇପାରିବ ସେଇ ସତ୍ତା। ସେଥିପାଇଁ ମା ଦୁର୍ଗା ଆମ ସମସ୍ତଙ୍କର ଆରାଧ୍ୟ ସିଂହ ବାହିନୀ ମା ଦୁର୍ଗା। ତାପରେ ପ୍ରକୃତରେ ଶ୍ରୀବୃନ୍ଦ ତାଙ୍କର ଦୁର୍ଗା ସ୍ତୋତ୍ରରେ ମା ଦୁର୍ଗାଙ୍କର ଯେଭଳି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କର ଯେଉଁ ଦିଗ ଗୁଡିକୁ ସେ ଆବାହନ କରିଛନ୍ତି, ତା ବାହାରେ ଆଉ କିଛି କହିବାର ନାହିଁ। ଏବଂ ଆମେ ଦୁର୍ଗା ସ୍ତୋତ୍ର ନିତ୍ୟ ପାଠ କରୁଛନ୍ତି, ପ୍ରକୃତରେ ସେଟା ନିତ୍ୟ ପଠନୀୟ, ଯଦ୍ୱାରା କି ମାଙ୍କର ସେ ଦିବ୍ୟ ସ୍ପନ୍ଦନ ସହିତ ଆମେ ସବୁବେଳେ ଯୋଡିକି ରହିବା ଏବଂ ପ୍ରକୃତରେ ତାହା ଆମକୁ ଏକ ସୁଦୃଢ ପ୍ରାଚୀର ସଦୃଶ ଆମକୁ ସବୁବେଳେ ରକ୍ଷା କରିବ। ସେ ଦୁର୍ଗା ସ୍ତୋତ୍ରରେ ପ୍ରଭୁ ମାଙ୍କର ଆଉ ଗୋଟେ ରୂପ ଉଲ୍ଲେଖ କରୁଛନ୍ତି, କାଳୀ ରୂପିଣୀ, ନୁମୁଣ୍ଡ ମାଳିନୀ, ଦିଗମ୍ବରେ ଦେବୀ କୃପାଣ ପାଣି, ଅସୁର ବିନାଶିନୀ। ଏଇ ଯୋଉ ରୂପ ମାଙ୍କର କାଳୀ ରୂପିଣୀ, ନୁମୁଣ୍ଡ ମାଳିନୀ, ୟା ଉପରେ ଆମେ ଟିକେ ଏକାଗ୍ର ହବା। ଶ୍ରୀରବିନ୍ଦ୍ର ତ ତାଙ୍କର ମାଙ୍କର ସେ କାଳୀ ରୂପର ଉଦ୍ଦେଶ୍ୟଟା ଏଠି ଉଲ୍ଲେଖ କରିଛନ୍ତି ସ୍ପଷ୍ଟ ଭାବରେ। ତାଙ୍କର ଉଦ୍ଦେଶ୍ୟ ହେଉଛି ଅନ୍ତସ୍ଥ ରିପୁକୁ ବିନାଶ କରିବା। ସେଇ କାମାସୁର ମହିଷାସୁର ପ୍ରକୃତିରେ ଆମର ଅନ୍ତସ୍ଥ ରିପୁର ପ୍ରତୀକ। କାମାସୁର ଉପରେ ବିଜୟ ହାସଲ କରିବାଟା ପ୍ରକୃତରେ ଦୁଃସାଧ୍ୟ ଯେକୌଣସି ତପସ୍ୱୀ ପକ୍ଷରେ। କୌଣସି ଯୋଗୀ ସାଧକକୁ ଏଇଟା ଛାଡି ନାହିଁ ଏବଂ ଅଧିକାଂଶ ପ୍ରାୟ ସମସ୍ତେ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯୋଗୀଗଣ କାମ ବାସନାର କବଳରେ ପଡି
ନିଜର ସାଧନାକୁ ବ୍ୟର୍ଥ କରିଥାନ୍ତି, ଅନ୍ତତଃ ବିଳମ୍ବିତ କରିଥାନ୍ତି। ତେଣୁ ଯେତେବେଳେ କୌଣସି ଯୋଗୀ ତପସ୍ୟା କରନ୍ତି, ତାଙ୍କୁ ତପସ୍ୟାରୁ ବିଚ୍ୟୁତ କରିବା ପାଇଁ ଦେବତାଗଣ, ବିଶେଷ କରି ଦେବରାଜ ଇନ୍ଦ୍ର ତାଙ୍କର ଅପ୍ସରା ଗଣଙ୍କୁ ପ୍ରେରଣ କରନ୍ତି। ସେମାନେ ଯାଇକରି ଯୋଗୀମାନଙ୍କର ଚେତନାରେ କାମ ବାସନାର ଉଦ୍ରେକ କରିବେ, ଯଦ୍ୱାରା ସେମାନଙ୍କର ପତନ ଆରମ୍ଭ ହେବ, ସାଧନାର ବିଚ୍ୟୁତି ଘଟିବ। ଏବଂ ସେଟା ଘଟିଥାଏ ମଧ୍ୟ। ତେଣୁ ଏଇଟା ଗୋଟେ ସମସ୍ୟା, ଗୋଟେ ଆହ୍ୱାନ, ଗୋଟେ ଚ୍ୟାଲେଞ୍ଜ ହେଇକରି ରହିଛି ମଣିଷ ପାଇଁ ଆବହମାନ କାଳରୁ। ଏବଂ ଏଇ ଯୋଉ ଅନନ୍ତ କାଳ ଧରି ମଣିଷର ଆସ୍ପୃହା, ଯାହାହେଲେ ବି ସେ ନିଜ ଚେତନାର ଶୁଦ୍ଧିକରଣ ପାଇଁ ତ ଆସ୍ପୃହା କରୁଛି। ସାମୂହିକ ଭାବରେ ଯେତେବେଳେ ଆସ୍ପୃହାଟି ଉଠେ, ତାର ଉତ୍ତର ଦିଅନ୍ତି ଦିବ୍ୟ ଶକ୍ତି, ତାର ଉତ୍ତର ଦିଅନ୍ତି ମା ଭଗବତୀ ଦିବ୍ୟଜନନୀ ବିଶ୍ୱଜନନୀ। ତେଣୁ ତାର ପରିଣାମରେ ଅବତରି ଆସିଲେ ମା ଦୁର୍ଗା। ତେବେ ତାଙ୍କର ଯେଉଁ ମହାକାଳୀ ରୂପ, କାଳୀ ରୂପିଣୀ ନମୁଣ୍ଡ ମାଳିନୀ ବୋଲି ଯେଉଁ କହୁଛନ୍ତି, ଯେଉଁ ରୂପରେ ଆମେ କାଳୀଙ୍କୁ ଦେଖୁ ପ୍ରାୟ ଚିତ୍ର ମାନଙ୍କରେ, ମୂର୍ତ୍ତି ମାନଙ୍କରେ, ଏଇଟା ପ୍ରକୃତରେ ଗୋଟେ ପ୍ରତୀକ। ଆମେ ଯେଉଁଭଳି ଭାବରେ ତାଙ୍କୁ ଚିତ୍ରିତ କରୁଛୁ ବା ମୂର୍ତ୍ତିରେ ଯେଭଳି ରୂପ ଦଉଛୁ, ପ୍ରକୃତରେ ସେଭଳି ନୁହନ୍ତି। ତାଙ୍କର ପ୍ରତ୍ୟେକଟି ଅଙ୍ଗ, ତାଙ୍କର ବର୍ଣ୍ଣ, ଏସବୁର ତାତ୍ପର୍ଯ୍ୟ ରହିଛି। ଦେଖନ୍ତୁ, ସୃଷ୍ଟିର ସବୁବେଳେ ଦୁଇଟି ଦିଗ ରହିଥାଏ। ଗୋଟେ ହେଉଛି ଶକ୍ତି, ଯିଏକି ସ୍ଥିର, ଯିଏକି ସଂକଳ୍ପ, ଏବଂ ଆଉ ଗୋଟେ ହେଉଛି କ୍ରିୟାତ୍ମିକା ଶକ୍ତି। ଗୋଟେ ଷ୍ଟାଟିକ, ଗୋଟେ ଡାଇନାମିକ। ପରମ ପୁରୁଷ ପରମାତ୍ମା ସିଏ ସଦାସର୍ବଦା ସ୍ଥିର, ଅଚଳ, ଅଚଳ ବ୍ରହ୍ମ। ସେ ଶୁଦ୍ଧ ସଂକଳ୍ପ ଏବଂ ସ୍ଥିର। ଏବଂ ସେ ସଂକଳ୍ପ ଯେଉଁ କରନ୍ତି, ସେ ତାଙ୍କର ସଂକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ, ରୂପ ଦେବା ପାଇଁ ତାଙ୍କର ଯେଉଁ ଶକ୍ତି ସବୁବେଳେ କ୍ରିୟାଶୀଳ ହେଇଥାଏ, ସେ ହେଉଛି ତାଙ୍କର କ୍ରିୟାତ୍ମିକା ଶକ୍ତି। ତେଣୁ ପରମାତ୍ମାଙ୍କର ଯେଉଁ ୱାର୍କିଂ ଏସ୍ପେକ୍ଟ ଅଫ୍ ଦି ଡିଭାଇନ୍, ସେ ହେଲେ ତାଙ୍କର କ୍ରିୟାତ୍ମିକା ଶକ୍ତି। ଏବଂ ସେଇ ଶକ୍ତି ହିଁ ସମଗ୍ର ଜଗତର ସୃଷ୍ଟିର କାରଣ। ତେଣୁ ତାଙ୍କୁ ଆଦି ଶକ୍ତି ବା ଆଦି ଜନନୀ ବୋଲି କୁହାଯାଏ। ସେ ଆଦି ଜନନୀ ବା ଜଗତ ଜନନୀ, ମହାମାୟା, ବିଶ୍ୱଜନନୀ, ତାଙ୍କ ଭିତରେ ସବୁ କିଛି ଅନ୍ତର୍ଭୁକ୍ତ। ତାଙ୍କ ଭିତରେ ସଚ୍ଚିଦାନନ୍ଦ ମଧ୍ୟ ରହିଛନ୍ତି। ଏବଂ ତାର ନିମ୍ନକୁ ଆହୁରି ଅସଂଖ୍ୟ ଜଗତ ଯେଉଁ ରହିଛି ଚେତନାର, ଅତିମାନସ, ଅଧିମାନସ, ତାପରେ ମନ ଚେତନାର ବିଭିନ୍ନ ସ୍ତର, ପ୍ରାଣ ଚେତନା, ଅନ୍ନମୟ ଚେତନା, ଅବଚେତନା, ନିଶ୍ଚେତନା ପର୍ଯ୍ୟନ୍ତ এই ସବୁ କିଛିକୁ ସେ ଧାରଣ କରି ରହିଛନ୍ତି। ତେଣୁ ସିଏ ହେଲେ କ୍ରିୟାତ୍ମିକା ଶକ୍ତି। କାଳୀ ହେଉଛନ୍ତି
ସେଇ କାଳର ଗତିଶୀଳତାର ପ୍ରତୀକ, ଯିଏକି ଏ ବିବର୍ତ୍ତନ ଘଟେଇ ଘଟେଇ ଚାଲୁଛନ୍ତି। ବିବର୍ତ୍ତନର ଚକ୍ର ଘୁରି ଘୁରି ଚାଲିଛି, ଅଗ୍ରଗତି କରି କରି ଚାଲିଛି। ଚେତନା ବିବର୍ତ୍ତିତ ହେଇଯାଉଛି। ଚେତନାର এই ବିବର୍ତ୍ତନର ଯେ କାରଣ, ସେ ହେଉଛି କାଳର ଗତିଶୀଳ ରୂପ ଏବଂ ସେ ଗତିଶୀଳ କାଳର ଯେ ଅଧିଷ୍ଠାତ୍ରୀ ସେ ହେଉଛନ୍ତି କାଳୀ। ତେଣୁ ସେ ଗତିଶୀଳ କାଳ ଯାହାକି ବିବର୍ତ୍ତନର ବାହକ ବା ବିବର୍ତ୍ତନର କାରକ, ସିଏ କାହା ଉପରେ ଗତି କରିବ? ଗୋଟେ ଚକଟେ ଗଢିବା ପାଇଁ ଯେମିତି ଦରକାର ଗୋଟେ ଭୂମି ବା ଗୋଟେ ଆଧାର, ସେହିପରି କାଳର ଗତି ପାଇଁ ଦରକାର ଗୋଟେ ସ୍ଥିର କାଳ, ଯେ କି ଚିରନ୍ତନ, ଯାହାର କି ଆଦି ନାହିଁ କି ଅନ୍ତ ନାହିଁ। ସିଏ ହେଲେ ମହାକାଳ। ମହାକାଳ ମାନେ ଶିବ। ତେଣୁ ମହାକାଳ ଉପରେ କାଳୀ ବା କାଳର ଯେ ଅଧିଷ୍ଠାତ୍ରୀ ସେ ଗତିଶୀଳା। ସେଥିପାଇଁ ଆମେ ଦେଖୁ ମୂର୍ତ୍ତି ମାନଙ୍କରେ, ଚିତ୍ର ମାନଙ୍କରେ ଯେ ଶିବଙ୍କ ଉପରେ କାଳୀ ଦଣ୍ଡାୟମାନ, ପୁଣି ସେ ଯେ ମୁଦ୍ରାରେ ଦଣ୍ଡାୟମାନ ତାଙ୍କର ଗୋଟେ ଗୋଡ଼ ଉପରକୁ ରହିଛି, ଅର୍ଥାତ୍ ଗତିଶୀଳ ମୁଦ୍ରାରେ। ସେ ସ୍ଥିର ନୁହନ୍ତି, ସେ ଗତିଶୀଳା। ଲେଲିହାନ ଜିହ୍ୱା ବିସ୍ତାର କରି ଗୋଟେ ହାତରେ ଖଡ୍ଗ, ଗୋଟେ ହାତରେ ନରମୁଣ୍ଡ, ରାକ୍ଷସର ମୁଣ୍ଡ। ସେ ଧାରଣ କରିଛନ୍ତି ଅନେକ ମୁଣ୍ଡମାଳ। ପ୍ରକୃତରେ ଖଡ୍ଗହସ୍ତ, ତାଙ୍କର ଯେଉଁ ଖଡ୍ଗ ହଉଛି ଶତ୍ରୁ ସଂହାରିଣୀ, ଶତ୍ରୁ ସଂହାରକାରୀ, ଅର୍ଥାତ୍ ବିବର୍ତ୍ତନରେ ଯେ ବାଧା ସୃଷ୍ଟି କରେ ତାକୁ ନିପାତ କରିବା ହଉଛି ତାଙ୍କର କାର୍ଯ୍ୟ। ଯିଏ ସଂଗତିର ବିରୋଧୀ, ଯିଏ ଶାନ୍ତିର ବିରୋଧୀ, ସେ ହେଉଛି ରାକ୍ଷସ ଶକ୍ତି। ତେଣୁ ସେ ତାକୁ ନିପାତ କରନ୍ତି। ଅସୁରଙ୍କ ପ୍ରତି ଭୟଙ୍କର ତାଙ୍କର ମୁଖମଣ୍ଡଳ, ଏବଂ ତାହା ଦ୍ୱାରା ସେ ବିବର୍ତ୍ତନକୁ ଆଗେଇ ନିଅନ୍ତି। ଏବଂ ଯେଉଁ ମୁଣ୍ଡମାଳ ସେ ପରିଧାନ କରିଛନ୍ତି, ଏଇଟା ହେଉଛି ଆମର ଅସଂଖ୍ୟ ଜନ୍ମର ଚେତନାର ବିବର୍ତ୍ତନର ପ୍ରତୀକ। ପ୍ରକୃତରେ ଆମର ଚେତନା ତ କେବେ ବିନଷ୍ଟ ହୁଏ ନାହିଁ, କେବଳ ଶରୀର ପରିବର୍ତ୍ତନ ହେଇଥାଏ, ଘଟ ପରିବର୍ତ୍ତନ ହେଇଥାଏ ବା ବାହ୍ୟ ପୋଷାକଟି ପରିବର୍ତ୍ତିତ ହେଇଥାଏ। ଚେତନା ସେମିତି ଅଗ୍ରଗତି କରି ଚାଲିଥାଏ କ୍ରମ ବିବର୍ତ୍ତନ ଧାରାରେ। ତେଣୁ ପ୍ରତ୍ୟେକ ଜନ୍ମରେ ଆମେ ଯାହା ସଞ୍ଚୟ କରୁ ସେଟା ହେଉଛି ଆମର ଅନୁଭୂତି। ସେଇ ଅନୁଭୂତିକୁ ଆଧାର କରି ଆମର ଚେତନା କ୍ରମାଗତ ଭାବରେ ପରିପକ୍ୱ ହେଉଥାଏ, ପରିପକ୍ୱ ହେଇ ଚାଲିଥାଏ। ପରିଶେଷରେ ଚରମ ପରିପକ୍ୱତା ହେଉଛି ଦିବ୍ୟ ଚେତନା, ସଚ୍ଚିଦାନନ୍ଦ, ଯୋଉଥିରେ ଆମେ ଏକାକାର ହେଇଯିବା, ଏକାତ୍ମ ହେଇଯିବା। ଆମ ରୂପାନ୍ତର ସେଟା ହେଉଛି ଲକ୍ଷ୍ୟ। ତ ସିଆଡକୁ ଆମକୁ ପରିଚାଳିତ କରୁଛନ୍ତି ସେ ମହାଶକ୍ତି, ମହାକାଳୀ। ତେଣୁ ଆମର ଯେଉଁ ଅସଂଖ୍ୟ ଜନ୍ମର ସ୍ମୃତି ବା ଅନୁଭୂତି ସୂକ୍ଷ୍ମ ଭାବରେ ଆମର ଚେତନାରେ ଲିପିବଦ୍ଧ ହେଇ ରହିଛି, ତାର ପ୍ରତୀକ ହେଉଛି ସେ ମୁଣ୍ଡମାଳ। ଅସଂଖ୍ୟ ନରମୁଣ୍ଡର ମାଳା ସେ ଧାରଣ କରିଛି, ଅର୍ଥାତ୍ ଅସଂଖ୍ୟ ଜନ୍ମର ଅନୁଭୂତି ଆମର ଚେତନାରେ ଧାରଣ କରି ଏକା ସାଙ୍ଗରେ ଗୁନ୍ଥି କରି ସେ ଆମକୁ ଆଗେଇ ନେଉଛନ୍ତି। କାରଣ ଆମର ମୁଣ୍ଡଟା ହିଁ ଆମର ଚେତନାର ସବୁ ଅନୁଭୂତି ବହନ କରିଥାଏ ବୋଲି ଆମର ବିଶ୍ୱାସ। ଆମର ସବୁ ସ୍ମୃତି ମୁଣ୍ଡ ଭିତରେ ସାଇତି ହେଇକି ରହେ। ଆମର ଚେତନାର କେନ୍ଦ୍ର ହେଉଛି ସେଟା, ମନ ଚେତନାର କେନ୍ଦ୍ର ମସ୍ତିଷ୍କ, ମୁଣ୍ଡ। ତେଣୁ ଅସଂଖ୍ୟ ମୁଣ୍ଡର ମାଳ, ଅର୍ଥାତ୍ ଆମର ଅସଂଖ୍ୟ ଜନ୍ମର ସ୍ମୃତି, ତାର
ସାମଗ୍ରିକ ରୂପ ହେଉଛି ସେ ନୁମୁଣ୍ଡ ମାଳ। ତେଣୁ ମହାକାଳୀ ହେଉଛନ୍ତି ନୁମୁଣ୍ଡ ମାଳିନୀ। ତେଣୁ ଏଥିରେ କିଛି ଭୟଙ୍କରତା ନାହିଁ, ଭୟାବହତା କିଛି ନାହିଁ। ଆମକୁ ଭୟ ଏଥିପାଇଁ ଲାଗୁଛି ଯେ ଆମେ ଛିନ୍ନ ମୁଣ୍ଡ, ଛିନ୍ନ ହସ୍ତ, ରୁଧିର ଜର୍ଜରିତ ଏସବୁ ରୂପ ଦ୍ୱାରା ଆମେ ଭୟଭୀତ ହଉଛୁ। କିନ୍ତୁ ତାର ତାତ୍ପର୍ଯ୍ୟକୁ ଯଦି ବୁଝିବା ସେଥିରେ ଭୟର କୌଣସି କାରଣ ନାହିଁ। ଏବଂ ଯେଉଁ ଦ୍ରଷ୍ଟା ୟାକୁ ଦେଖିଛନ୍ତି ଯେ ସ୍ଥିର କାଳ ଉପରେ ଚଳମାନ ଏକ କାଳ, ସମଗ୍ର ସୃଷ୍ଟିର ରହସ୍ୟ ଯୋଉଟା ଅଭିବ୍ୟକ୍ତ କରୁଛି, ଏବଂ ସେ କାଳ ପୁଣି ଅସଂଖ୍ୟ ଜନ୍ମର ସ୍ମୃତି ବହନ କରି ଚାଲିଛି। ୟାକୁ ଯେତେବେଳେ ସେ ରୂପ ଦେବା ପାଇଁ ଚିନ୍ତା କରିଛନ୍ତି, ତାଙ୍କ ଭିତରେ ଏଇଭଳି ଗୋଟେ ରୂପଟିଏ ସୃଷ୍ଟି ହେଇଛି। ଏବଂ ଯେତେବେଳେ ତାକୁ ସେ ଭାଷାରେ ବ୍ୟକ୍ତ କରୁଛନ୍ତି, ତାକୁ ଶୁଣିକରି ଯେଉଁ ଶିଳ୍ପୀ ଚିତ୍ରଟି ଅଙ୍କନ କରୁଛନ୍ତି ଏବଂ ମୂର୍ତ୍ତିଟି ତିଆରି କରୁଛନ୍ତି, ସେ ମାଙ୍କର ଏଇଭଳି ଗୋଟେ ରୂପ ପରିକଳ୍ପନା କରୁଛନ୍ତି। କିନ୍ତୁ ଏଥିରେ ମାଙ୍କର ଯୋଉ ମହାକାଳୀ ରୂପ, ତାର ଭୟାବହତା କିମ୍ବା ତାର ଉଗ୍ରତାର କୌଣସି କାରଣ ନାହିଁ। ଆମେ ଆମର ମାନସିକତା ଅନୁସାରେ ଆମେ ସେଭଳି ଗୋଟେ ଧାରଣା ସୃଷ୍ଟି କରିଛୁ। କାଳକ୍ରମେ ସେଇ ଭୟାବହତା ବା ଭୟଙ୍କରିତା ମା ମହାକାଳୀଙ୍କର ଗୋଟେ ରୂପର ଗୋଟେ ଦିଗ ବା ଗୋଟେ ଅଂଶ ହେଇଯାଇଛି। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏଥିରେ କୌଣସି ଭୟାବହତା ନାହିଁ। ଏବଂ ପ୍ରଭୁ ଶ୍ରୀଅରବିନ୍ଦ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମହାକାଳୀ ଦେଖିବାକୁ ଅତି ସୁନ୍ଦର ଏବଂ ତାଙ୍କର ମୁଖମଣ୍ଡଳ ସର୍ବଦା ଗୋଟେ ସ୍ନିଗ୍ଧ କରୁଣାରେ ଛଳ ଛଳ ହଉଥାଏ। କାରଣ ତାଙ୍କର ବି ରହିଛି ଗୋଟେ ସ୍ନେହଶୀଳା, ପ୍ରେମଶୀଳା ମାତୃ ହୃଦୟ। ଯଦିଓ ସେ ବଳ ବେଗର ପ୍ରତୀକ, ଦୀର୍ଘସୂତ୍ରିତା, ମନ୍ଥରତା ତାଙ୍କ ପକ୍ଷରେ ଅସହ୍ୟ, ତଥାପି ସେ ସ୍ନେହଶୀଳା ତାଙ୍କର ମାତୃତ୍ୱକୁ ଲୁଚେଇ ଦେବ ଏଭଳି କୌଣସି ତାଙ୍କର ଚେତନାର ଦିଗ ନାହିଁ। ତେଣୁ ମହାକାଳୀ ଆମେ ଯେଉଁଭଳି ଭାବରେ ଦେଖୁ ତାଙ୍କର ରୂପକୁ, ନୁମୁଣ୍ଡ ମାଳିନୀ, ପୁଣି ତାଙ୍କର ବର୍ଣ୍ଣ ଯେଉଁ ନୀଳ ଅନ୍ଧକାର ବର୍ଣ୍ଣ, ଏସବୁ ଭୟଙ୍କର ଧାରଣା ସବୁ ଆମ ମନରେ ଯେଉଁ ପ୍ରକାଶିତ ହେଇଥାଏ, ଆମେ ସେସବୁକୁ ଗୁରୁତ୍ୱ ଦେବା ନାହିଁ। ତାଙ୍କର ପ୍ରତୀକାତ୍ମକ ତାତ୍ପର୍ଯ୍ୟକୁ ବୁଝି ଆମେ ତାଙ୍କ ଉପରେ ଏକାଗ୍ର ହେବା। ତାଙ୍କର ସେ ଶ୍ୟାମ ବର୍ଣ୍ଣର ମଧ୍ୟ ତାତ୍ପର୍ଯ୍ୟ ରହିଛି। କାରଣ ଚେତନାର ପ୍ରବାହ ଅନନ୍ତ ଏବଂ ସେ ଅନନ୍ତ କାଳକୁ ଦେଖିବାର ସାମର୍ଥ୍ୟ ଆମର ନାହିଁ। ଯେମିତି ଅନନ୍ତ ଆକାଶକୁ ଆମେ ଦେଖିପାରିବାନି। ଯାହା ଅସୀମ ଅନନ୍ତ ତାହା ଆମ ପାଇଁ ରହସ୍ୟମୟ, ତାହା ଆମ ପାଇଁ ଅନ୍ଧକାରମୟ। ସେଇ ଅନ୍ଧକାରର ରୂପ କୃଷ୍ଣବର୍ଣ୍ଣ ବା ଶ୍ୟାମବର୍ଣ୍ଣ। ତେଣୁ ମହାକାଳୀ ହେଉଛନ୍ତି ସେଇ କୃଷ୍ଣବର୍ଣ୍ଣ ବା ଶ୍ୟାମା। ତାଙ୍କୁ ସେଥିପାଇଁ ଶ୍ୟାମା ବୋଲି କୁହାଯାଏ। ତାଙ୍କର ସେଇ ରୂପଟି ଚେତନାର ଅନନ୍ତତାକୁ ସୂଚେଇଥାଏ। ଯେତେବେଳେ ସମଗ୍ର କାଳର ରହସ୍ୟ ଆମ ପାଖରେ ଉନ୍ମୋଚିତ ହେଇଯିବ, ସେତେବେଳେ ମହାକାଳୀ ଆଉ କୃଷ୍ଣବର୍ଣ୍ଣା ହେଇପାରିବେ ନାହିଁ, ସେ ଗୌରବର୍ଣ୍ଣା ହେଇଯିବେ। ସେଟା ସମ୍ଭବ ସେତେବେଳେ ଯେତେବେଳେ ଆମେ ପରମାତ୍ମାଙ୍କର ପରମ ଚେତନା ସହିତ ଏକୀଭୂତ ହେଇଯିବା, ସେତେବେଳେ ଆଉ ସୀମିତତା ନଥିବ।
तापरे प्रभु श्रीवृंद कहते ये दुर्गा कंबाइन्स द कैरेक्टरिस्टिक्स ऑफ माहेश्वरी एंड महाकाली टू ए सर्टेन एक्सटेंट। दुर्गांकर जो रूप में जो प्रकाश एथिरे माहेश्वरींकर एवं महाकालींकर गुण गुड़िकर गोटे मिश्रण रही बोली प्रभु कहते। माहेश्वरी हेले ज्ञानर देवी, आमर चेतना को ज्ञानर शिखर आड़ को जे नहीं जाती, सी आमर मानस तर्क बुद्धि एवं चिंता शक्तिर बहु ऊर्ध्वे बृहत्तर मध्य आसीना सी उच्चतर ज्ञानर अधिष्ठात्री। आमर सकल ज्ञान उच्चर उच्चतर स्तर समस्त ज्ञान आम पाखक आसी थाए तांकरी माध्यम रे। तेणु सी हेले माहेश्वरी एवं महाकाली रूपे से समग्र जगत को सुरक्षा प्रदान करती, ये जगतर विवर्तन धारा को से आगे नियंती। तेणु माहेश्वरी एवं महाकाली मिलित रूप हेले मां दुर्गा, किंतु महालक्ष्मी सहित तांकर विशेष संपर्क थिबार मु लक्ष्य करी नहीं बोली प्रभु कहते। महालक्ष्मी जे कि मांकर माधुर्यमयता संगतिमयता सौसम्यर जो प्रतीक ता सहित विशेष संपर्क नहीं दुर्गांकर, कारण मांकर महालक्ष्मी रूपटी सबुठु मनोहारिणी, संगति एवं सौंदर्यर प्रतीक होती महालक्ष्मी। सेरा मध्य सृष्टि पाई आवश्यक एवं सृष्टि से दिगरे परिचालित होची से मंगटी को धरिचंती महालक्ष्मी। संगति एवं सौंदर्य दिगरे समग्र सृष्टि धावमान एवं से आवश्यक जो बल बेग तार अधिष्ठात्री महाकाली एवं प्रगति दिगरे चेतना को नहीं जावाई आवश्यक जो ज्ञान तार अधिष्ठात्री हेले माहेश्वरी। एवं प्रकृत रे चेतनार जते सब कलुष सेटा दूर हब ज्ञान द्वारा, कारण अज्ञानता ही आमर दुखर कारण ही थाए, अज्ञानता ही बंधन कारण ही थाए, अज्ञानता ही आमको आश्रित शक्तिर कबलित करे एवं स्वानकर अधीन करी रखे। अज्ञानता होची ज्ञान रूपक सामर्थ्यर अभाव, कारण ज्ञान होची सामर्थ्य। ज्ञान गोटे मानसिक धारणा नुहे, मानसिक बोध शक्ति नुहे, ज्ञान होची सामर्थ्य। तेणु से परम ज्ञानर अधिष्ठात्री हेले माहेश्वरी एवं बल बेग उत्साहर अधिष्ठात्री हेले महाकाली। ए उभयंकर संयोग रे बा मिलित प्रयास रे आमर विवर्तनटा त्वरान्वित हब। तेणु उभयंकर जो सम्मिलित रूप से होचंती मां दुर्गा। जड़े साधक मां को थे प्रश्न करते जे तांकर चेतना रे आकस्मिक भाव रे एवं अहेतुक भाव रे कृष्ण एवं काली ये उभयंकर नामटी बारंबार आसुची। तार रहस्य से बुझी पारना एवं ए संपर्क रे
ସେ ପ୍ରଭୁଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ଶ୍ରୀ ଅରବିନ୍ଦ ତାର ଉତ୍ତର କହୁଛନ୍ତି, ଦି କମ୍ବିନେସନ ଅଫ କୃଷ୍ଣ ଆଣ୍ଡ କାଳୀ has a great power in this yoga. ପୂର୍ଣ୍ଣ ଯୋଗରେ କୃଷ୍ଣ ଏବଂ କାଳୀଙ୍କର ଯେଉଁ ସମନ୍ୱିତ ବିଭାବ, ଉଭୟଙ୍କର ସମନ୍ୱୟ, ଏହାର ଗୋଟେ ପ୍ରମୁଖ ଭୂମିକା ରହିଛି। ପୂର୍ଣ୍ଣ ଯୁଗରେ ଏମାନଙ୍କର ଗୋଟେ ବିଶେଷ ସାମର୍ଥ୍ୟ, ଗୋଟେ ବିରାଟ ସାମର୍ଥ୍ୟ ରହିଛି ବୋଲି ପ୍ରଭୁ କହୁଛନ୍ତି। ଏବଂ ଏହି କଥାଟି ଅତ୍ୟନ୍ତ ଗୂଢ ତତ୍ତ୍ୱ ବହନ କରୁଛି ଏବଂ ସେଟା ଅତି ଦୀର୍ଘ ଆଲୋଚନା ସାପେକ୍ଷ। ମୁଁ କେବଳ ସଂକ୍ଷେପରେ ଏତିକି କହିବି, ଯେ ଶ୍ରୀକୃଷ୍ଣ ହେଉଛନ୍ତି ଆନନ୍ଦମୟ, ଯିଏକି ଆମକୁ ଆନନ୍ଦମୟ ବ୍ରହ୍ମଙ୍କ ଆଡକୁ ନେଇଯାଆନ୍ତି। ସଚିତ ଆନନ୍ଦର ଉଚ୍ଚତମ ସ୍ତର ହେଉଛନ୍ତି ଆନନ୍ଦମୟ ବ୍ରହ୍ମ। ସେ ଆଡକୁ ହିଁ ଆମ ସମସ୍ତଙ୍କର ଯାତ୍ରା। ଆମେ ସମସ୍ତେ ସେ ଆନନ୍ଦମୟ ବ୍ରହ୍ମରେ ପରିଣତ ହେବା ପାଇଁ ବା ସେଇ ଚେତନାର ପ୍ରତିଷ୍ଠିତ ହେବା ପାଇଁ ଏହି ବିରାଟ ଯାତ୍ରାରେ ଜଣେ ଜଣେ ଯାତ୍ରୀ। ଆମର এই ବ୍ୟକ୍ତିଗତ ଚେତନା ସେ ଦିଗରେ ଆଗେଇ ଚାଲେ ଏବଂ ଏହି ଯାତ୍ରା ଆନନ୍ଦମୟ ବ୍ରହ୍ମଙ୍କ ଆଡକୁ ଆମର ଯେଉଁ ଯାତ୍ରା, ତାକୁ ତ୍ୱରାନ୍ୱିତ କରିବା ପାଇଁ, ତାକୁ ବଳ ଏବଂ ବେଗ ପ୍ରଦାନ କରିବା ପାଇଁ ବିଶ୍ୱଜନୀଙ୍କର ଯେଉଁ କ୍ରିୟାତ୍ମିକା ଶକ୍ତି ରହିଛନ୍ତି, ସିଏ ହେଉଛନ୍ତି କାଳୀ। ତେଣୁ ଉଭୟଙ୍କର ସମନ୍ୱୟରେ ଆମର ବିବର୍ତ୍ତନ ଧାରା ଆଗେଇ ଚାଲିଛି। ପୁଣି ଆଉ ଗୋଟେ ଦୃଷ୍ଟିରୁ ଦେଖିଲେ ଶ୍ରୀକୃଷ୍ଣ ହେଉଛନ୍ତି ଆମର ଚେତନାର ସଂକଳ୍ପ ଅଂଶ, ଯିଏକି ସଂକଳ୍ପ କରନ୍ତି ଦିବ୍ୟ ଚେତନା ସହିତ ମିଳିତ ହେବା ପାଇଁ, এই ସୃଷ୍ଟିକୁ ଭଗବତ ଦିଗରେ ଆଗେଇ ନେବା ପାଇଁ ତାଙ୍କର ସଂକଳ୍ପ, ଏବଂ ସଂକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ, କ୍ରିୟାନ୍ୱିତ କରିବା ପାଇଁ ଭଗବାନଙ୍କର ଯେଉଁ କ୍ରିୟାତ୍ମିକ ଶକ୍ତି, ସିଏ ହେଲେ କାଳୀ। ତେଣୁ କୃଷ୍ଣଙ୍କୁ ଯଦି ଚେତନାର ପୁରୁଷ ଅଂଶ ବୋଲି କୁହାଯାଏ, ତାହେଲେ କାଳୀ ହେଉଛନ୍ତି ପ୍ରକୃତି ଅଂଶ। ପ୍ରକୃତରେ ସଂକଳ୍ପ ଅଂଶଟି ସର୍ବଦା ପୁରୁଷ ବୋଲି କୁହାଯାଏ ଏବଂ କ୍ରିୟାତ୍ମକ ଦିଗଟି ପ୍ରକୃତି ବୋଲି କୁହାଯାଏ। ଚେତନାର ଏଟା ଦୁଇଟି ଦିଗ। ଆମେ ନର ନାରୀ ଭାବରେ ତାଙ୍କୁ ବିଚାର କରିବା ନାହିଁ। ଆମର ଏଟା ମାନସିକ ଧାରଣା ଯେ ଆମେ ପ୍ରକୃତିକୁ ନାରୀ ରୂପ ଦଉ ଏବଂ ପୁରୁଷକୁ, ସଂକଳ୍ପକୁ ପୁରୁଷ ବା ନର ରୂପ ଦଉ। এটা ଆମର ଭ୍ରାନ୍ତ ଧାରଣା, ଏହା ସହିତ କୌଣସି ସମ୍ପର୍କ ନାହିଁ। କ୍ରିୟାତ୍ମକ ଦିଗଟି ଚେତନାର ହେଉଛି ପ୍ରକୃତି ଏବଂ ସଂକଳ୍ପ ଦିଗଟି ହେଉଛି ପୁରୁଷ। ସେ ପୁରୁଷ ଦିଗଟିକୁ ଆମେ କୃଷ୍ଣ ବା ଶ୍ରୀକୃଷ୍ଣ କହୁଛୁ ଏବଂ କ୍ରିୟାତ୍ମକ ଦିଗଟିକୁ ପ୍ରକୃତି ବା କାଳୀ, ଏବଂ ଉଭୟଙ୍କର ସମନ୍ୱୟରେ ହିଁ ବିବର୍ତ୍ତନ ସମ୍ଭବ ହେଇପାରେ। ସଂକଳ୍ପ ନହେଲେ ପ୍ରଗତି ଗତିହୀନ। କେଉଁ ଦିଗରେ ଯିବେ ସେ ଏବଂ କାହାର ଇଚ୍ଛାକୁ ସେ କାର୍ଯ୍ୟକାରୀ କରିବେ? ଏବଂ ଯଦି ପୁରୁଷଙ୍କର ସଂକଳ୍ପ ଯଦି କାର୍ଯ୍ୟକାରୀ ନହେଲା, ତାହେଲେ ସେ ପ୍ରକାଶିତ ହେବେ କିପରି? ସେଥିପାଇଁ ମା କହିଲେ ଯେ ୱିଦାଉଟ୍ ହିମ୍ ଆଇ ଏକ୍ଜିଷ୍ଟ ନଟ୍, ୱିଦାଉଟ୍ ମି ହି ଇଜ୍ ଅନମ୍ୟାନିଫେଷ୍ଟ। ତାଙ୍କ ବିନା ମୋର ପ୍ରକାଶ ନାହିଁ ଏବଂ ମୋ ବିନା ତାଙ୍କର ପ୍ରକାଶ ନାହିଁ ଏବଂ ତାଙ୍କ ବିନା ମୋର ଅସ୍ତିତ୍ୱ ନାହିଁ।
ସଂକଳ୍ପ ହେଉଛନ୍ତି ମୂଳ, ପୁରୁଷ ହେଉଛନ୍ତି ମୂଳ, ତାଙ୍କଠାରୁ ଉତ୍ସାରିତ ହେଉଛନ୍ତି ତାଙ୍କର କ୍ରିୟାତ୍ମିକା ଶକ୍ତି। ତେଣୁ ୱିଦାଉଟ୍ ହିମ୍ ଆଇ ଏକ୍ଜିଷ୍ଟ ନଟ୍। ସଂକଳ୍ପ, ପୁରୁଷଙ୍କର ସଂକଳ୍ପ ବିନା କ୍ରିୟାତ୍ମକ ଶକ୍ତିର କୌଣସି ପ୍ରାସଙ୍ଗିକତା ନାହିଁ। ତେଣୁ ସେ ତିଷ୍ଠିବେ କେମିତି? ଏବଂ କ୍ରିୟାତ୍ମିକ ଶକ୍ତି ପୁରୁଷଙ୍କର ସଂକଳ୍ପକୁ, ପରମ ପୁରୁଷଙ୍କର ସଂକଳ୍ପକୁ ଯଦି ଅଭିବ୍ୟକ୍ତ ନ କରିବେ, କାର୍ଯ୍ୟକାରୀ ନ କରିବେ, ତାହେଲେ ସେ ପୁରୁଷ ବ୍ୟକ୍ତ ହେବେ କେମିତି? ଏକ ହମ୍ ବହୁଶ୍ୟାମ, ଏକରୁ ବହୁ ରୂପ ଗ୍ରହଣ କରିବେ କେମିତି? ତେଣୁ ଏଇ ଦୁଇ ତତ୍ତ୍ୱ, ପୁରୁଷ ଏବଂ ପ୍ରକୃତି, ସଂକଳ୍ପ ଏବଂ କ୍ରିୟାତ୍ମକ ଶକ୍ତି, ତାର ପ୍ରତୀକ ହେଉଛନ୍ତି କୃଷ୍ଣ ଏବଂ କାଳୀ। ଏବଂ ଉଭୟଙ୍କର ସମନ୍ୱୟରେ ହିଁ ଯେମିତି ଏ ସୃଷ୍ଟିର ବିବର୍ତ୍ତନ ଧାରା ଆଗେଇ ଚାଲିଛି, ଠିକ୍ ସେହିପରି ଆମର ସାଧନା ଜୀବନରେ, ପୂର୍ଣ୍ଣ ଯୁଗରେ ଉଭୟଙ୍କର ସମନ୍ୱୟରେ ସାଧକର ସାଧନାର ଯାତ୍ରା ମଧ୍ୟ ଆଗେଇ ଚାଲିବ, ଅବ୍ୟାହତ ରହିବ ଏବଂ ପରିଶେଷରେ ତାର ଲକ୍ଷ୍ୟ ପ୍ରାପ୍ତି ହେବ। ତେବେ ଏହାର ତ ଆହୁରି ଅନେକ ଗୂଢ଼ ତତ୍ତ୍ୱ ରହିଛି। ପରବର୍ତ୍ତୀ ସମୟରେ ସୁବିଧା ଦେଖି ଆମେ ସେସବୁ ଆଲୋଚନା କରିବା। ଆଜିର ଦିବସଟି ଆମ ସମସ୍ତଙ୍କୁ ମା ଦୁର୍ଗାଙ୍କର ଆବିର୍ଭାବର ତାତ୍ପର୍ଯ୍ୟଟି ମନେ ପକାଇ ଦିଏ। ଆମେ ସଦା ସର୍ବଦା ସେ ତାତ୍ପର୍ଯ୍ୟଟିକୁ ଚେତନାରେ ସମ୍ମୁଖରେ ରଖିବା, ମାଙ୍କର କୃପାକୁ ସଦା ସର୍ବଦା ଆବାହନ କରିବା। ତାଙ୍କୁ ସ୍ମରଣ ରଖିବା ହେଉଛି ତାଙ୍କର କୃପା ଏବଂ ସୁରକ୍ଷା କବଚ ଦ୍ୱାରା ଆମେ ଆବୃତ ରହିବା। ତେଣୁ ସମସ୍ତଙ୍କ ତରଫରୁ ମାଙ୍କ ପାଖରେ ବିନମ୍ର ପ୍ରାର୍ଥନା ଜଣାଇ ସମସ୍ତ ଭାଇଙ୍କର ଏ ପବିତ୍ର ନବରାତ୍ର ଶାରଦୀୟ ଦୁର୍ଗା ପୂଜାରେ ସମସ୍ତଙ୍କର ମଙ୍ଗଳ କାମନା କରି ଆଜିର ଆଲୋଚନାକୁ ଏଠି ବିରାମ ଦଉଛି। ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା।